ହଁ ଅନିଲ ବାବୁ ପୁରା ଭୁଲି ଗଲା ଯେ ନା ଟିକେ ପଶିଯାଇଛି ମାନେ ମୁଁ ଲଗେଇଥିଲି ନା ଆମର କିସ କହିବି ବି ଆପଣଙ୍କୁ ମାନେ ପୁରା ବର୍ବାଦ ହେଇଯାଇଛି ମାନେ ସୁଇସାଇଡ୍ କରତେ ଯାଇଛନ୍ତି। ନା ସେ କଥା ମୁଁ ଆପଣଙ୍କୁ ବାଧ୍ୟ କରୁନି ଯେ ଫୋନ୍ ଫାନ୍ ବି ଆଉ ଉଠଉନାହାନ୍ତି ତା ନା ଅର୍ଥାତ ନମ୍ବର ସତ କଥା ଆଜି ମୁଁ କହିଦେନି ସାର୍ ଆପଣଙ୍କୁ ମାନେ ଏରକ ପରିସ୍ଥିତି ମୋ ଲାଷ୍ଟ ମୋ ସ୍ତ୍ରୀର ଗହଣା ନେଇକି ବି ବନ୍ଧା ପକେଇଦେନି ଇଏ କରିନି ମାନେ ମାର୍କେଟ ଷ୍ଟକ୍ ମାର୍କେଟ ପଇସା ଲଗେଇଥିଲି ପୁରା ଲସ୍ ହେଇଗଲା 5-6 ଲକ୍ଷ ମୋର ଚାଲିଗଲା ବୁଝିଲେ ନା ମୋ କତିରେ ଏଇନା ଟଙ୍କାଟେ ବି ପଇସା ନାହିଁ ଲାଷ୍ଟ ମୁଁ ଯାଇଥିଲି ମୋ ମାନେ ଶ୍ୱଶୁରକୁ ମୁଁ କହିଲି ମୋତେ ଟିକେ ହେଲ୍ପ କରିଥାଉ ଶ୍ୱଶୁର ବି ହେଲ୍ପ କଲାନି ଲାଷ୍ଟ ମୁଁ କଲି ଘର ଲୋକ ଢେର ବୁଝେଇଲେ ତାପରେ ଆସିଲି ନହେଲେ ମୁଁ ଟ୍ରେନ୍ ଲାଇନ୍ର ଯାଇଥିଲି ନିପୋର୍ଟ ନେଇକି ପୁରା ଦୁଇଟା ମୋର ଖାଲି 2ଟା ଛୁଆ ମୁହଁ ଦେଖିକି ମୁଁ ମାନେ ଫେରି ଯାଇଛି ମୁଁ ମାନେ ଏକ ଅବସ୍ଥାରେ ଅଛି ସାର୍ ଆପଣଙ୍କୁ ମାନେ କହି ବି ପାରୁନି ବୁଝିଲେ ନା ଆପଣଙ୍କ ପଇସାଟା ଦେଇଦିନି ସାର୍ ଧୀରେ ଧୀରେ କରିକି ଯାହା ଦରମା ଆସିବ 3,000 3,000 5,000 କରିକି ମୁଁ ଦେଇ ଚାଲିବି ଏକାଥରେ ଦେଇପାରିବିନି ଆଉ ହଁ ଠିକ ଅଛି ସେ ଅଳ୍ପ କରି ହେଲେ ଦିଅନ୍ତୁ ଆପଣ ଯେହେତୁ ଫୋନ୍ ଟାକୁ କଟ୍ ଅଫ୍ କରିଦଉଛନ୍ତି ମୁଁ ଭାବୁଛି ଲୋକଟା କଣ ହେଲା ନା ମାନେ ମୁଁ ତ ଆପଣଙ୍କୁ କେବେ ବାଧ୍ୟ କରୁନାହିଁ ଯେହେତୁ ପଇସାଟା ବଞ୍ଚି ରହିବ ନା ମୁଁ ସେଥିପାଇଁ ମୁଁ ଫୋନ୍ ଫାନ୍ କରିଛି ଫୋନ୍ ଟା ଆପଣ ରିସିଭ୍ କରନ୍ତୁ ଆପାତତଃ ନା ସାର୍ ବହୁତ ଅବସ୍ଥା ଖରାପ ମୋର ମାନେ ସୁଇସାଇଡ୍ ପର୍ଯ୍ୟନ୍ତ କଥା ଚାଲି ଯାଇଥିଲା ଖାଲି ଘର ଲୋକ ବୁଝେଇଲେ ବୋଲି ଆଇଲି ନହେଲେ ଏରକ ମୋର ବୁଦ୍ଧି ହେଲା ମୋର ଯେତିକି ସେଭିଙ୍ଗସ୍ ବି ସାର୍ ଥିଲା 3-4 ଲକ୍ଷ ଚାଲିଗଲା ସବୁ ଚାଲିଗଲା ଆପଣ ବର୍ତ୍ତମାନ ମୁଁ ବ୍ୟାଙ୍କ ବାଲା ହେଇକି ଷ୍ଟକ୍ ମାର୍କେଟରେ ବେପାର କରୁଛନ୍ତି କୋଟିପତି ହବା ପାଇଁ ନା କଣ ଲୋଭ କଣ ଲାଗିଗଲା ଏଇ ବର୍ଷ 2 ବର୍ଷ ଭିତରେ ମୁଁ ଜାଣିପାରିଲିନି ମାନେ ବର୍ବାଦ ହେଇଗଲି ପୁରା ଏଇ ବର୍ତ୍ତମାନ କେଉଁଠି ଅଛନ୍ତି ଭଦ୍ରକରେ ନା ଗାଁରେ ନା ଭଦ୍ରକ ଛୁଆ ପିଲା ସବୁ ନେଇକି ଯାଇଛନ୍ତି ସେଇଠି ଆଜ୍ଞା ଛୁଆ ପିଲା ସବୁ ନେଇକି ଯାଇଛନ୍ତି ଭଦ୍ରକ ନା ମୋ କତିରେ ନାହିଁ ପଇସା ଛୁଆ ପିଲା କେମିତି ମୁଁ ପୁରା ଖାଇବା ନାଇଁ ପଇସା ନାହିଁ ମୋ କତିରେ ଆପଣଙ୍କ ହ୍ୱାଟ୍ସଆପ୍ ଅନ୍ ଅଛି ନା ଆଜ୍ଞା ହ୍ୱାଟ୍ସଆପ୍ ଟା ଅନ୍ କରନ୍ତୁ ମତେ ଆର ନମ୍ବର ବୋଧେ ଫୋନ୍ କରୁଛନ୍ତି ନା ନମ୍ବର ତ ଏଇଟା